ଜଗନ୍ନାଥ ବନ୍ଧୁ ମାନେ ଆଜିର ଏହି ଭିଡ଼ିଓରେ ଏମିତି ଏକ ବିଷୟ ଉପରେ ଯାହାକୁ ଆମେ ପ୍ରତିଦିନ କରୁଛେ କିନ୍ତୁ ଏହା ପଛରେ ଥିବା ବିଜ୍ଞାନ ଧର୍ମ ଶ୍ରୁତି ଓ ଅଭିଜ୍ଞତା ସମସ୍ତେ ଜାଣିନାହିଁ। କୁହାଯାଏ ଯେଉଁ ମହିଳା ସକାଳ 6ଟାରୁ 11ଟା ମଧ୍ୟରେ ଗାଧୋଉଛନ୍ତି ସେମାନଙ୍କ ଜୀବନରେ ହୁଏ ଅଦ୍ଭୁତ ପରିବର୍ତ୍ତନ। ଏହି କଥା କେବଳ ଭୟ ଦେବା ପାଇଁ ନୁହେଁ କିମ୍ବା ମାତ୍ର ଏକ ଅନ୍ଧଶ୍ରଦ୍ଧା ମଧ୍ୟ ନୁହେଁ। ଆସନ୍ତୁ ଧୀରେ ଧୀରେ ପଦେ ପଦେ କାନ ଖୋଲି ସତ୍ୟ କ'ଣ କାହିଁକି ଏହା କୁହାଯାଇଛି ବୁଝିବା। ସକାଳ 6ଟା ପୂର୍ବରୁ ଗାଧୋଇବା କାହିଁକି ଶ୍ରେଷ୍ଠ? ପୁରାଣ ଆୟୁର୍ବେଦ ବିଜ୍ଞାନରେ 3ଟି କଥା ରହିଛି। ସକାଳେ ଶରୀରର ଜୀବନଶକ୍ତି ସବୁଠାରୁ ଅଧିକ। ପରିବେଶରେ ପ୍ରାଣବାୟୁ ପୁରାଣ। ପାଣିର ସ୍ପର୍ଶରେ ମନ ଶାନ୍ତ ହୁଏ, ନକାରାତ୍ମକ ଭାବନା ଦୂରେଇଯାଏ। ସେଥିପାଇଁ ଆମ ପୂର୍ବପୁରୁଷମାନେ କହୁଥିଲେ ସୂର୍ଯ୍ୟ ଉଠିବା ପୂର୍ବରୁ ସ୍ନାନ କଲେ ଭାଗ୍ୟ ଉଠିଯାଏ। ତେବେ 6ଟାରୁ 11ଟା ମଧ୍ୟରେ କ'ଣ ହୁଏ? ଏଇଠାରୁ ହିଁ ଆରମ୍ଭ ହୁଏ ଆଜିର ମୁଖ୍ୟ କଥା। ଯେଉଁ ମହିଳା ସକାଳ 6ରୁ 11 ମଧ୍ୟରେ ଗାଧୋଉଛନ୍ତି ଏହାର ଶାସ୍ତ୍ରୀୟ ମାନ୍ୟତା କ'ଣ? ଏହାକୁ ବୁଝିବା ପାଇଁ ଆମେ 3ଟି ମୂଳ ପ୍ରଶ୍ନର ଉତ୍ତର ରଖିବା ଦରକାର। ଶାସ୍ତ୍ର ସ୍ନାନ ସମୟ ବିଷୟରେ କ'ଣ କୁହେ? ମହିଳାଙ୍କ ପ୍ରତି ବିଶେଷ ନିୟମ କାହିଁକି? 6ରୁ 11 ମଧ୍ୟରେ ସ୍ନାନ ଶାସ୍ତ୍ର କିପରି ବ୍ୟାଖ୍ୟା କରେ? ଶାସ୍ତ୍ର ସହିତ ଉଦାହରଣ ସହିତ ବ୍ୟାଖ୍ୟା ମୁଁ ଆପଣମାନଙ୍କୁ ଦେଉଛି। ସ୍ନାନ ଶାସ୍ତ୍ରରେ କେତେ ମହତ୍ତ୍ୱପୂର୍ଣ୍ଣ? ହିନ୍ଦୁ ଶାସ୍ତ୍ରରେ ସ୍ନାନକୁ କୁହାଯାଏ ଶରୀର ମନ ଓ କର୍ମର ପବିତ୍ରତା। ଗରୁଡ଼ ପୁରାଣ କହେ ସ୍ନାନେନ ପବିତ୍ରମ୍ ଭବେତ୍। ସ୍ନାନରେ ମାନବ ପବିତ୍ର ହୁଏ। ମନୁଶ୍ରୁତି କହେ ପ୍ରତିଦିନ ସ୍ନାନ ଦୈନିକ କର୍ମର ଭିତ୍ତି। ତେଣୁ ସ୍ନାନ ଅନୁଷ୍ଠାନ ହେଉଛି କେବଳ ପାଣି ଢାଳିବା ନୁହେଁ। ସ୍ନାନର ଠିକ୍ ସମୟ ଶାସ୍ତ୍ର କ'ଣ କୁହେ? ଶାସ୍ତ୍ର ଦିନକୁ 3 ଭାଗ କରେ। ବ୍ରହ୍ମ ମୁହୂର୍ତ୍ତ ସୂର୍ଯ୍ୟ ଉଦୟ ପୂର୍ବରୁ, ପ୍ରାତଃକାଳ ସୂର୍ଯ୍ୟ ଉଠିବା ପରେ, ମଧ୍ୟାହ୍ନ କାଳ ପ୍ରାୟ 11ରୁ 12। ଶାସ୍ତ୍ର କହେ ବିଷ୍ଣୁ ଶ୍ରୁତି ବ୍ରହ୍ମ ମୁହୂର୍ତ୍ତେମ୍ ସ୍ନାନ ଶ୍ରେଷ୍ଠମ୍। ସକାଳେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ଶ୍ରେଷ୍ଠ। ମଧ୍ୟାହ୍ନେ ସ୍ନାନ କେବଳ ପାପ ପବନ। ମଧ୍ୟାହ୍ନ ସ୍ନାନ ପାପକୁ କମାଏ କିନ୍ତୁ ଶରୀର ପାଇଁ ସର୍ବଦା ଭଲ ନୁହେଁ। ଅର୍ଥ ଶାସ୍ତ୍ର କେଉଁଠି କହିନାହିଁ ଯେ ସକାଳ 6ରୁ 11ଟା ସ୍ନାନ ନିଷିଦ୍ଧ, କିନ୍ତୁ ଏହି ସମୟକୁ ସତର୍କ ସମୟ କୁହାଯାଇଛି। କାହିଁକି ତାହା ପରେ ବୁଝିବା। ମହିଳାଙ୍କ ପାଇଁ ଶାସ୍ତ୍ର ବିଶେଷ ଭାବେ କାହିଁକି କହେ? ମହିଳାଙ୍କୁ ଶାସ୍ତ୍ର କହେ ଗୃହର ଲକ୍ଷ୍ମୀ, ଘରର ଶକ୍ତି, ଶୁଭ ଓ ସମୃଦ୍ଧି। ତେଣୁ ଶାସ୍ତ୍ର ଯେଉଁଥିରେ ପୁରୁଷ ପାଇଁ ନିୟମ ଦେଇଛି ସେଠି ମହିଳାଙ୍କ ପାଇଁ କିଛି ଭଲ ନିୟମ ମଧ୍ୟ ରଖିଛି। ବୁଝାଯାଇଛି ହରମୋନିକ୍ ପରିବର୍ତ୍ତନ, ପ୍ରସବ, ମାସିକ ଧର୍ମ, ଶରୀରର ଦୁର୍ବଳ ଅବସ୍ଥା, ଅଧିକ କାମ, ଘରର କାମ। ଏହି କାରଣରୁ ମହିଳାଙ୍କୁ ଅଧିକ ସୁରକ୍ଷା ନିୟମ ଦିଆଯାଇଛି। 6ରୁ 11 ମଧ୍ୟରେ ସ୍ନାନ ଶାସ୍ତ୍ରୀୟ ବ୍ୟାଖ୍ୟା କ'ଣ କହେ? ଏହି ସମୟକୁ ଶାସ୍ତ୍ର କୁହେ କର୍ମକାଳ। କର୍ମ, ଦେବପୂଜା, ଗୃହ କାର୍ଯ୍ୟ। ଯଦି ଏହି ସମୟରେ ପେଟ ଭରା ହୋଇ ରୁହେ, ଶରୀର କ୍ଳାନ୍ତ, ଚିନ୍ତା, ରୋଷ ଏବଂ ସବୁବେଳେ ହଠାତ୍ ଦେହକୁ ଥଣ୍ଡା ପାଣି ଦେବା, ରକ୍ତଚାପ ପରିବର୍ତ୍ତନ ହୁଏ, ସର୍ଦ୍ଦି, କାଶ, ଦୁର୍ବଳତା ଏବଂ ପଚନ ଦୋଷ ହୁଏ। ଆୟୁର୍ବେଦ ଖାଇବା ପରେ ସ୍ନାନ ରୋଗ ବଢ଼ାଏ। ତେଣୁ ଶାସ୍ତ୍ର ଭୟ ଦିଏ ନାହିଁ, ଚେତାବନୀ ଦିଏ। ଭାଗ୍ୟ କମିଯାଏ, ଏହା ଶାସ୍ତ୍ର କୁହେ କି? ନିଷ୍ଠାର ସହିତ କହିବି କୌଣସି ପୁରାଣ କିମ୍ବା ସ୍ମୃତିରେ ସିଧାସଳଖ 6ରୁ 11 ମଧ୍ୟରେ ମହିଳା ସ୍ନାନ କଲେ ଭାଗ୍ୟ ନଷ୍ଟ ଏଭଳି ବ୍ୟାଖ୍ୟା ନାହିଁ। କେଉଁଠାରୁ ଆସିଲା ଏହି କଥା? ଅନୁଭବ, ଆୟୁର୍ବେଦ, ଘରୋଇ ନିୟମ, ଶାସ୍ତ୍ରର ସତର୍କତା। ଏହାକୁ ପିଢ଼ି ପିଢ଼ି ଭୟ ଭାବରେ କୁହାଯାଇଛି। ପୁରାଣ ନିୟମ ସହିତ ସ୍ନାନ ସ୍କନ୍ଦ ପୁରାଣରେ କୁହାଯାଇଛି ଅନୁଚିତ ସମୟରେ ସ୍ନାନ ପୁଣ୍ୟ କମାଏ, ପାପ ଦେଉନାହିଁ। ପଦ୍ମପୁରାଣ ଶୁଦ୍ଧି ମାନସା ପ୍ରଥମେ ମନ ପବିତ୍ର, ପରେ ସ୍ନାନ। ଅର୍ଥ ସ୍ନାନ ସମୟ, ଭାବନା ଓ ଉଦ୍ଦେଶ୍ୟ 3ଟି ମିଶିଲେ ପବିତ୍ରତା ସଫଳ। ମହିଳାମାନଙ୍କ ପାଇଁ ବିଶେଷ ଶାସ୍ତ୍ରୀୟ ସୂଚନା। ମାସିକ ସମୟ ଅତ୍ୟଧିକ ଥଣ୍ଡା ପାଣି ଏଡ଼ାନ୍ତୁ। ପ୍ରସବ ପରେ ଡାକ୍ତରୀ ଆୟୁର୍ବେଦୀୟ ନିୟମ ମାନନ୍ତୁ। ଅଧିକ କାମ ପରେ ତୁରନ୍ତ ପାଣି ନୁହେଁ, କିଛି ମିନିଟ୍ ବିଶ୍ରାମ କରନ୍ତୁ, 20ରୁ 30 ମିନିଟ୍। ଏହି ସବୁକୁ ଶାସ୍ତ୍ର ଲକ୍ଷ୍ମୀର ସୁରକ୍ଷା ବୋଲି ବ୍ୟାଖ୍ୟା କରେ। ତେବେ ନିଷ୍କର୍ଷ କ'ଣ? ସବୁଠାରୁ ଶ୍ରେଷ୍ଠ ସମୟ ବ୍ରହ୍ମ ମୁହୂର୍ତ୍ତ।
ସୂର୍ଯ୍ୟ ଉଠିବା ପୂର୍ବରୁ ଚଳିବ, ଯଦି ପ୍ରାତଃକାଳ ଖାଇବା ପୂର୍ବରୁ। ସତର୍କ ସମୟ ହେଉଛି 6ରୁ 11, ବିଶେଷତଃ ଖାଇବା ପରେ। ଶାସ୍ତ୍ର କୁହେ ନିୟମ ଭାଙ୍ଗିଲେ ଶରୀର ଓ ମନର କ୍ଷତି। ଭାଗ୍ୟ ଭୟ ନୁହେଁ, ସଚେତନତା। ଆଧ୍ୟାତ୍ମିକ ରହସ୍ୟ କ'ଣ? ସ୍ନାନ ସମୟରେ ପାଣିକୁ ତୀର୍ଥ ଭାବେ ଭାବିବାକୁ କୁହାଯାଏ। ଗଙ୍ଗେ ଚ ଯମୁନେ ଚ ମନ୍ତ୍ର ସ୍ମରଣ କର ଯେତେବେଳେ ମନ ଶାନ୍ତ ହୁଏ। ସମୟ ଶୁଭ, ସ୍ନାନ ଶୁଦ୍ଧି ପୁଣ୍ୟ। ଯେତେବେଳେ ସମୟ ଶୁଦ୍ଧ ହୁଏ, ସ୍ନାନ ଶୁଦ୍ଧି ହୁଏ, ପୁଣ୍ୟ ମିଳେ। 2ଟି ଶାସ୍ତ୍ରୀୟ ସାରାଂଶ। ସ୍ନାନ ଅତ୍ୟାବଶ୍ୟକ ପବିତ୍ରତାର ଭିତ୍ତି। ସର୍ବଶ୍ରେଷ୍ଠ ସମୟ ବ୍ରହ୍ମ ମୁହୂର୍ତ୍ତ। ମଧ୍ୟାହ୍ନେ କେବଳ ବିଶେଷ ଦିନ ପରିସ୍ଥିତି ଅନୁସାରେ। 6ରୁ 11 ନିଷିଦ୍ଧ ନୁହେଁ, କିନ୍ତୁ ସତର୍କ ସମୟ। ମହିଳା ଶାରୀରିକ କାରଣରୁ ଅଧିକ ନିୟମ। ଭାଗ୍ୟ ନଷ୍ଟ ଶାସ୍ତ୍ରୀୟ ବ୍ୟାଖ୍ୟା ନୁହେଁ, ବାସ୍ତବ ସ୍ୱାସ୍ଥ୍ୟ, ଶାନ୍ତ ମନ ଓ ନିୟମ। ଶାସ୍ତ୍ର ଭୟ ଦେବା ପାଇଁ ନୁହେଁ, ଜୀବନକୁ ଶୃଙ୍ଖଳାବଦ୍ଧ କରିବା ପାଇଁ। ଯଦି ସକାଳେ କାହାରି କାମ ଥାଏ, ପିଲା ଯଦି ସ୍କୁଲ ଯିବେ କିମ୍ବା ଆପଣଙ୍କ ସ୍ୱାମୀ ଜବ୍ କରିବାକୁ ଯିବେ, ସେ ସ୍ନାନ କଲେ ମଧ୍ୟ ପାପ ହୁଏ ନାହିଁ। କିନ୍ତୁ ଖାଇବା ପୂର୍ବରୁ କରନ୍ତୁ। ମନ ଶାନ୍ତ ରଖି କରନ୍ତୁ। ପାଣି ଆଗ ଧୀରେ ସ୍ପର୍ଶ କରାନ୍ତୁ, ତାପରେ ସ୍ନାନ କରନ୍ତୁ। ନିୟମ ସହିତ ସ୍ନାନ କଲେ ଶରୀର, ମନ ଓ ଘର ସବୁ ଶୁଭ। ଘରେ କାମ, ଖାଇବା ରନ୍ଧା, ପିଲାମାନଙ୍କ ଖାଇବା ତିଆରି, ପିଲାମାନେ ସ୍କୁଲ ଯିବେ, ସ୍ୱାମୀମାନେ ଅଫିସ ଯିବେ, ଦେହ କ୍ଳାନ୍ତି ହୁଏ। ଏବେ ଯଦି ଆମେ ସ୍ନାନ କରୁ, ପେଟ ଭରା ଅବସ୍ଥାରେ ପାଣି ଲାଗିଲେ ପଚନ କ୍ଷମତା କମିଯାଏ, ରକ୍ତଚାପ ହଠାତ୍ ବଢ଼ିଯାଏ, ଦେହର ତାପ, ପାଣିର ତାପ ମିଳିବାକୁ ସମୟ ପାଉନାହିଁ। ଫଳରେ ଜ୍ୱର, ସର୍ଦ୍ଦି, ମୁଣ୍ଡ ବ୍ୟଥା। ଏହି କାରଣରୁ ଆମ ପୁରାଣମାନେ କହୁଥିଲେ ସକାଳ 6ରୁ 11 ସ୍ନାନ ପାଇଁ ସବୁବେଳେ ଭଲ ସମୟ ନୁହେଁ। କିନ୍ତୁ ଏକ ମହତ୍ତ୍ୱପୂର୍ଣ୍ଣ ଧାର୍ମିକ ପ୍ରସଙ୍ଗ। ପବିତ୍ରତାର ସମୟ ସୂର୍ଯ୍ୟ ଉଠି ଆସିବା ପରେ। ଦେବତାଙ୍କ ପୂଜା, ଘର କାମ, ଲକ୍ଷ୍ମୀ ପୂଜା ଏସବୁ ହୁଏ। ଏହି ସମୟରେ ଶରୀର ପାଣିରେ ବସିଲେ ପବିତ୍ରତା ଘଟେ, କିନ୍ତୁ ଉଦ୍ଦେଶ୍ୟ ପବିତ୍ର ହେବା ଦରକାର। ଯଦି ମନରେ କ୍ଷୋଭ, ଝଗଡ଼ା, ଈର୍ଷା, ରୋଷ, ତାହେଲେ ସ୍ନାନ କଲେ ମଧ୍ୟ ମନ ପବିତ୍ର ହୁଏ ନାହିଁ। ସେଥିପାଇଁ ପୁଣି କୁହାଯାଏ, ଗାଧେଇବା ଠାରୁ ଆଗରେ ମନକୁ ପବିତ୍ର କର। ମହିଳାମାନଙ୍କ ପାଇଁ ବିଶେଷ କଥା। ମହିଳା ହେଉଛନ୍ତି ଘରର ଶକ୍ତି, ଲକ୍ଷ୍ମୀ ଏବଂ ଆଶୀର୍ବାଦ। ତାଙ୍କର ଶରୀର ହରମୋନ୍ରୁ ନିୟନ୍ତ୍ରିତ। ବିଭିନ୍ନ ସମୟରେ ବିଭିନ୍ନ ପରିବର୍ତ୍ତନ। ତେଣୁ ବହୁତ କ୍ଳାନ୍ତି, ଭୋଜନ ପରେ, ମାସିକ ଦିନରେ ଥଣ୍ଡା ପାଣି, ହଠାତ୍ ପାଣି ପାଖରେ ଠିଆ ହୋଇଯିବା, ଏସବୁ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ। ଏହା ପାଇଁ ବଡ଼ମାନେ ଭୟ ଦେଇ କହୁଥିଲେ ଏ ସମୟରେ ଗାଧେଇବା ଭୁଲ। କିନ୍ତୁ ଭୟ ନୁହେଁ, ସୁରକ୍ଷା ପାଇଁ ସଚେତନତା ଦିଆଯାଇଛି। ବିଜ୍ଞାନ କହୁଛି, ଆୟୁର୍ବେଦ କୁହେ ଖାଲି ପେଟରେ ସ୍ନାନ ହାଲୁକା, ସତେଜ ଓ ସ୍ଫୂର୍ତ୍ତି। ପେଟ ଭରାର ସ୍ନାନ ଭାରିପଣ, ଆଳସ୍ୟ, ରୋଗ। ଏହି ପାଇଁ ଠିକ୍ ନିୟମ। ଖାଇବା ପୂର୍ବରୁ ସ୍ନାନ କିମ୍ବା ଖାଇବା ପରେ 2 ଘଣ୍ଟା ବିରତି ମଧ୍ୟରେ ସ୍ନାନ କରନ୍ତୁ। ଆଧ୍ୟାତ୍ମିକ ସତ୍ୟ। ସକାଳ ହେଉଛି ପୃଥିବୀର ନୂଆ ଜନ୍ମ। ସେ ସମୟରେ ସ୍ନାନ କଲେ ମନେ ମନେ କୁହନ୍ତୁ, ପାଣି ମୋର ଦୁଃଖ ଦୂର କର, ଆଶୀର୍ବାଦ ଦେ, ନୂଆ ଦିନ ଦେ। ଯେଉଁ ମହିଳା ଏଭଳି ଭାବନାରେ ସ୍ନାନ କରନ୍ତି, ତାଙ୍କ ମୁଖରେ ଶାନ୍ତି, ଘରେ ଶୁଭ କାର୍ଯ୍ୟ। ସରଳ ନିୟମ ଜୀବନ ଭରି ପାଳନ କରନ୍ତୁ। ସମ୍ଭବ ହେଲେ ସୂର୍ଯ୍ୟ ଉଠିବା ପୂର୍ବରୁ, ନହେଲେ ଖାଇବା ପୂର୍ବରୁ। ମନକୁଶଳେ ଝଗଡ଼ା କରି ସ୍ନାନ ନୁହେଁ। ଥଣ୍ଡା ଏବଂ ହଠାତ୍ ଗରମକୁ ପରିବର୍ତ୍ତନ କରନ୍ତୁ ନାହିଁ। ମାସିକ ଦିନରେ ଜୋରଦାର ଥଣ୍ଡା ପାଣିରେ ଟୋଟାଲି ବି ସ୍ନାନ କରନ୍ତୁ ନାହିଁ। ସ୍ନାନ ସମୟରେ ନାମସ୍ମରଣ କିମ୍ବା ଶ୍ଲୋକ କରନ୍ତୁ। ଖାଇବା ପରେ କମ୍ ସେ କମ୍ 2 ଘଣ୍ଟା ପରେ କେବଳ ଧର୍ମ ପରେ ସ୍ନାନ କରନ୍ତୁ। ଏହା କେବଳ ଧର୍ମ ନୁହେଁ, ଶରୀର, ମନ ଓ ଆତ୍ମା ସବୁର ସୁରକ୍ଷା। ତେଣୁ ମୁଁ ଆରମ୍ଭରେ ଯାହା କହିଥିଲି, ଯେଉଁ ମହିଳା ସକାଳ 6ଟାରୁ 11ଟା ମଧ୍ୟରେ ଗାଧୋଉଛନ୍ତି, କାନ ଖୋଲି ଶୁଣିନିଅ। ଭୟ ପାଇଁ ନୁହେଁ, ସଚେତନ ହେବା ପାଇଁ। ସମୟ ଠିକ୍, ଭାବନା ଠିକ୍, ନିୟମ ଠିକ୍। ତାହେଲେ ସ୍ନାନ ଶରୀରକୁ ନୁହେଁ, ଜୀବନକୁ ପବିତ୍ର କରିଦେବ। ପସନ୍ଦ ହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟରେ ଲେଖନ୍ତୁ ଆପଣ କେଉଁ ସମୟରେ ସ୍ନାନ କରନ୍ତି। ଘରର ମହିଳାଙ୍କୁ ମା କିମ୍ବା ଭଉଣୀ କିମ୍ବା ଝିଅ ଏହି ଭିଡ଼ିଓକୁ ନିଶ୍ଚିନ୍ତ ସେୟାର କରନ୍ତୁ ମହିଳାମାନଙ୍କୁ। ଏବଂ କମେଣ୍ଟ ଶେଷରେ
ଆପଣମାନେ ନିଶ୍ଚିନ୍ତ କମେଣ୍ଟରେ ଜୟ ଶ୍ରୀହରି ଲେଖନ୍ତୁ। ରହିଲି, ଧନ୍ୟବାଦ।